ଦୋଳି ମୀନାବଜାର ମହାସଂଘର ପଞ୍ଚମ ବାର୍ଷିକ ଉତ୍ସବ କଟକ ବାରବାଟୀ ଷ୍ଟାଡିୟମ ପରିସରରେ ଥିବା ଓସିଏ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଏହି ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଶୂନ୍ୟ ବ୍ରହ୍ମ ଆଶ୍ରମର ମୁଖ୍ୟ ଶ୍ରୀ ଶ୍ରୀ ଶ୍ରୀମତ୍ ବାଇଆ ବାବା, ବରେଣ୍ୟ ଅତିଥି ଭାବରେ ବିଜେପି ଜିଲ୍ଲା ସଭାପତି ରାମନାରାୟଣ ମହାନ୍ତି, ନଗର ସଭାପତି ଲଲାଟେନ୍ଦୁ ବଡ଼ୁ, ସମ୍ମାନୀୟ ଅତିଥି ଭାବରେ 22 ଦିଗଭାବ ସଂକୀର୍ତ୍ତନ ମଣ୍ଡଳୀର ସର୍ବାଧିକାରୀ ସୁଭାଷ ଚନ୍ଦ୍ର ସାହୁ, ବାଲିଯାତ୍ରା ବ୍ୟବସାୟୀ ସଂଘ ସଭାପତି ଦେବୀ ପ୍ରସାଦ ଦାସ, କାର୍ଯ୍ୟକାରୀ ସଭାପତି ବିନୟ କିଶୋର ମହାନ୍ତି, ଯୁଗ୍ମ ସମ୍ପାଦକ ନିହାର ରଞ୍ଜନ ସାହୁ, ଟେଣ୍ଟ ଆସୋସିଏସନ ସଭାପତି ରବୀନ୍ଦ୍ର କୁମାର ଦାସ, ଆଇନଜୀବୀ କ୍ଷିତୀଶ ଜଗତି ପ୍ରମୁଖ ଉପସ୍ଥିତ ଥିଲେ। ଏହି ସଭାରେ ମହାସଂଘ ସମ୍ପାଦକ ଅଭିଷେକ ଜେନା ସମ୍ପାଦକୀୟ ବିବରଣୀ ପାଠ କରିବା ସହିତ ମହାସଂଘ ସଭାପତି ଅନନ୍ତ ଚରଣ ସାହୁ ବ୍ୟବସାୟୀମାନଙ୍କର ବିଭିନ୍ନ ସମସ୍ୟା ଉପରେ ସରକାରଙ୍କର ଆଲୋକପାତ କରିଥିଲେ। ମୁଖ୍ୟ ଉପଦେଷ୍ଟା ବିଶ୍ୱଜିତ ସୂର୍ଯ୍ୟବଂଶୀ ଓ ଆଇନ ପରାମର୍ଶଦାତା ସ୍ମୃତି ରଞ୍ଜନ ରାଉତ ଦୋଳି ବ୍ୟବସାୟୀକୁ ଶିଳ୍ପ ମାନ୍ୟତା ଦେବାକୁ ସରକାରଙ୍କୁ ଅନୁରୋଧ କରିଥିଲେ। ବାଲିଯାତ୍ରା ବ୍ୟବସାୟୀ ସଂଘର ସମ୍ପାଦକ ସୁକାନ୍ତ ମହାନ୍ତି ମଞ୍ଚ ପରିଚାଳନା କରିଥିବା ବେଳେ ଉପସଭାପତି ଦେବାଶିଷ ରାଉତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ଶେଷ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଗଣମାଧ୍ୟମ ସଂଯୋଜକ ସୌମ୍ୟରଞ୍ଜନ ପାତ୍ର, ପ୍ରିୟବ୍ରତ ପଟ୍ଟନାୟକ, ମହାସଂଘର କୋଷାଧ୍ୟକ୍ଷ ଲିଙ୍ଗରାଜ ବେହେରା, ଉପସଭାପତି ଶମଶେଦ ଅଲ୍ଲୀ, ସହ ସମ୍ପାଦକ ସନ୍ତୋଷ ଦାସଙ୍କ ସମେତ ଟ୍ରେଡ୍ ଫେୟାର ଆସୋସିଏସନ ସଭାପତି ମହମ୍ମଦ ସବିର ଖାନ ସହ ଭାଗ୍ୟଧର ବେହେରା, ଶୁଭମ ନାୟକ, ସାହିଲ ସିଂ, ରାହୁଲ ପ୍ରଧାନ, ରାକେଶ ସାମୁଲ ପ୍ରମୁଖ ଉପସ୍ଥିତ ଥିଲେ। ନାଇଁ, ପ୍ରଥମ କଥା ହେଉଛି ଆପଣଙ୍କର ଓଡ଼ିଶାର ସଂସ୍କୃତି ସହିତ ଦୋଳିଟା ଜଡ଼ିତ। ଆପଣ ରଜ କଥା ଆପଣ ଭାବନ୍ତୁ, ରଜ କେଉଁ ଶତାବ୍ଦୀରୁ ଆରମ୍ଭ ହୋଇଥିଲା ବା କେଉଁ ବର୍ଷରୁ ଆରମ୍ଭ ହୋଇଥିଲା ଆମେ କହିପାରିବାନି। ତେଣୁକରି ଏହା ଗୋଟେ ପରମ୍ପରା, ଚିରାଚରିତ ପରମ୍ପରା ଏବଂ ସଂସ୍କୃତି ସହିତ ଜଡ଼ିତ। ତେଣୁକରି ଦୋଳି ଆଉ ମୀନାବଜାର କଥା ଯେଉଁଠି ଉଠୁଛି, ଦୋଳି ମୀନାବଜାର ଛଡ଼ା ମେଳା ସମ୍ଭବ ନୁହେଁ। ମେଳାକୁ ଲୋକ କାହିଁକି ଆସନ୍ତି? ବ୍ୟସ୍ତମୟ ଜୀବନ ଭିତରେ ଟିକେ ଏଣ୍ଟରଟେନ୍ କରିବାକୁ, ନିଜକୁ ହାଲକା କରିବାକୁ ମେଳା ବୁଲି ଆସନ୍ତି। ଦ୍ୱିତୀୟ କଥା ହେଉଛି ମେଳାରେ ଆଉ ଗୋଟେ ଜିନିଷ, ଆଉ ଗୋଟେ କଥା ଉପଲବ୍ଧି ହୁଏ, ମେଳା ବୁଲିବା ଏବଂ ଦୋଳି ଖେଳିବା। ଏଇ ଦୁଇଟି ହେଉଛି ଲୋକଙ୍କର ଲକ୍ଷ୍ୟ। ପ୍ରତ୍ୟେକ ଆପଣଙ୍କର ଯେଉଁଠି ଉତ୍ସବ ମାନ ହେଉଛି, ଏଇ ଦୋଳି ମୀନାବଜାର ମହାସଂଘ ତା'ର ଦୋଳି ମୀନାବଜାର ଇତ୍ୟାଦି ପକାଉଛନ୍ତି ବା ସେଠି ଲୋକଙ୍କୁ ଏଣ୍ଟରଟେନ୍ କରାଉଛନ୍ତି। ତା ଛଡ଼ା ଆଉ ଗୋଟିଏ ଇନଫର୍ମେସନ୍ ଦେଉଛି, ବିଭିନ୍ନ ଜାଗାରେ ଆପଣଙ୍କର ଯେଉଁଠି ଖାଲି ପଡ଼ିଆଟେ ଅଛି, ଯେତେବେଳେ ପର୍ବପର୍ବାଣୀର ସିଜିନ୍ ବି ନାହିଁ, ଏଇ ଦୋଳି ମୀନାବଜାର ସେଠି ଆପଣଙ୍କର ତାଙ୍କର ଆସର ମେଲେଇଥାନ୍ତି ଏବଂ ସେ ସମୟରେ ବି ପିଲାମାନଙ୍କୁ ବା ପରିବାରମାନଙ୍କୁ ଏଣ୍ଟରଟେନ୍ କରିପାରେ। ଆଜି ଦୋଳି ମୀନାବଜାର ପଞ୍ଚମ ବାର୍ଷିକ ମହୋତ୍ସବ ଅନୁଷ୍ଠିତ ହେଉଛି। ଏହି ଉତ୍ସବରେ ଆମର ରାଜ୍ୟ ସରକାରଙ୍କର କିଛି ମନ୍ତ୍ରୀଙ୍କୁ ଆମେ ନିମନ୍ତ୍ରିତ କରିଛୁ ଏବଂ ଆଜି ଏହି ପଞ୍ଚମ ବାର୍ଷିକ ଉତ୍ସବ ଉପଲକ୍ଷେ ଆମର କିଛି କାର୍ଯ୍ୟକ୍ରମ ରହିଛି ଏବଂ ଆମର ସରକାରଙ୍କ ପାଖରେ କିଛି ଅନୁରୋଧ ମଧ୍ୟ ରହିଛି। ଆପଣମାନେ ଜାଣିଥିବେ, ଏଇ କିଛି ଦିନ ହେବ ଯେମିତିକି ଏଇ 2 ଦିନ ତଳେ ହେଲା ଯେ ଗେଟ୍ ଲଗାଇ ପାରିବେ ନାହିଁ, ଯେଉଁ ତୋରଣ ହେଉଛି ତା ଗେଟ୍ ଲାଗିପାରୁନି। ସେମିତି ଦୋଳି ମୀନାବଜାର ଉପରେ ବି କିଛି କଟକଣା ହାଉଲେ ହାଉଲେ ଲାଗିଲାଣି। ତ ଆମେ ବର୍ତ୍ତମାନ ହଜାର ହଜାର ସଂଖ୍ୟାରେ ଯେଉଁ ସବୁ ରହିଲେ ମୀନାବଜାର ଆଉ ଦୋଳି ବ୍ୟବସାୟୀ, ସେମାନେ ଅବିକା ବର୍ତ୍ତମାନ ଅସୁବିଧାରେ, ଯେ ପାର୍ବଣ ଋତୁ ଆସିଲେ ସେମାନଙ୍କ ଘର ଚଳେ। ତ ବର୍ତ୍ତମାନ ତାକୁ ସେଇ ଯେଉଁ ଅସୁବିଧାଟା ଆସିଛି, ତାକୁ କେମିତି ସେଇ ଅସୁବିଧାରୁ ସମାଧାନ ହେବ, ତ ଆମେ ସରକାରଙ୍କ ପାଖରେ ଆଜି କିଛି ଅନୁରୋଧ ରଖିବୁ। ଯେପରିକି ଗୋଟିଏ ଆମର ଅନୁରୋଧ ରହିବ ଯେ ଆମକୁ ସଠିକ୍ ସ୍ଥାନ ଚିହ୍ନଟ କରିକି ସହର ମଧ୍ୟରେ ଦିଆଯାଉ ଏବଂ ଆମ ଉପରୁ କଟକଣା ହଟାଯାଉ ଏବଂ ଯେଉଁ ଅଧିକ ପ୍ରାପ୍ୟ ଆମକୁ ଦେବାକୁ ପଡ଼ୁଛି ଜାଗା ପାଇଁ, ଜାଗା ମୂଲ୍ୟ ଅଧିକ ହୋଇଯାଉଛି, ଯାହାଫଳରେ ବ୍ୟବସାୟୀମାନେ ତାଙ୍କର ଜିନିଷ ରେଟ୍ ବଢ଼ୁଛି, ଲୋକମାନେ ମଧ୍ୟ କ୍ରୟ କରିବାରେ ଅସୁବିଧା ହେଉଛି, କିଛି ବ୍ୟବସାୟୀ ମଧ୍ୟ ଫେରି ଯାଉଛନ୍ତି। ତ ଆମେ ସରକାରଙ୍କୁ ଅନୁରୋଧ କରିବୁ ଯେ ଏଇ ଯେଉଁ ଆମର ଯେଉଁ ଜାଗା ରେଟ୍ କମିବ, ତା ସହିତ ଆମକୁ ଉପଯୁକ୍ତ ସ୍ଥାନ ଯୋଗାଇ ଦେବେ ଏବଂ କଟକଣା ଟିକେ ହଟେଇବା ଦୋଳି ମୀନାବଜାର। ଏଇ ପଞ୍ଚମ ବାର୍ଷିକ ଉତ୍ସବରେ ଆମର ଏଇ କଥା କହୁଛୁ କି ଆମ ପାଇଁ ବିଭିନ୍ନ ଜାଗାରେ ଜାଗା ପାଇଁ ବହୁତ ଅସୁବିଧା ହେଉଛି। ଆମକୁ ସରକାର ଟିକେ ସାହାଯ୍ୟ କଲେ ଆମେ ଟିକେ ଉପକୃତ ହୁଅନ୍ତୁ। ଏଇ ଦୋଳି ମୀନାବଜାର ବ୍ୟବସାୟ କରିକି ପ୍ରାୟ 50,000 60,000 ଲୋକ ଚଳୁଛନ୍ତି, ସେମାନଙ୍କର ଟିକେ ଅସୁବିଧା ହେଉଛି। କଟକରୁ ରାଜେନ୍ଦ୍ର ଛୋଟରାୟଙ୍କ ରିପୋର୍ଟ, NTV।